ବିଜୁ ଜନତା ଦଳ ସମୟରେ ଦୈନନ୍ଦିନ ସାମଗ୍ରୀ ଗୁଡ଼ାକର ମୂଲ୍ୟ ବୃଦ୍ଧି ଯେଉଁଭଳି ଆକାଶ ଛୁଆଁ ହେଇଥିଲା ସେଇଟା ବିଜୁ ଜନତା ଦଳ ଭୁଲିଯିବା ଉଚିତ ନୁହେଁ। ଆଜି ଦିନରେ ଗୋଟେ ଜେନୁଇନ୍ ରିଜନ୍ ଅଛି ଯେ ସାଉଥ ଇଷ୍ଟ ଏସିଆରେ ଯେଉଁ ଯୁଦ୍ଧ ଏବଂ ଯୁଦ୍ଧର ପରିସ୍ଥିତି ଠିକ୍ ସେମିତି ରୁଷିଆ ୟୁକ୍ରେନର ଯୁଦ୍ଧ ତାର ଯେଉଁ ଦୂରଗାମୀ ପରିଣାମ ଆଜି ଆମେ ଭୋଗୁଛେ ଏଇ ସବୁ ଯୁଦ୍ଧ କାରଣରୁ କ୍ରୁଡ୍ ଅଏଲ୍ର ରେଟ୍ ବଢ଼ିଛି ଏବଂ ଯେଉଁ ଦେଶରୁ ଏଇସବୁ ଜିନିଷ ଆୟାତିତ ହୋଇଥାଏ ସେଇ ଦେଶର ମାନେ ରାଜନୈତିକ ପରିସ୍ଥିତି ଅସ୍ଥିର ରହୁଥିବା କାରଣରୁ ଏସବୁ ଜିନିଷର ଆମଦାନୀ ମୂଲ୍ୟ ବଢ଼ିଥିବା କାରଣରୁ ସେଇ ଦୃଷ୍ଟିକୋଣରୁ ଏଥିରେ ବୃଦ୍ଧି ଘଟିଛି। ଏବଂ ଯଦି ଆମେ ଆମର ପଡ଼ୋଶୀ ଦେଶମାନଙ୍କର ତୁଳନା ନେବା ତାହେଲେ ସେଇ ଦେଶ ଗୁଡ଼ିକ ତୁଳନାରେ ଆମ ଦେଶର ବୃଦ୍ଧି ବହୁତ କମ୍ ପରିମାଣରେ ହେଇଛି। ଆଉ ରାଜନୈତିକ ମୁଦ୍ଦା ଉଠେଇ ନିଜର ଦଳକୁ ବଞ୍ଚେଇ ରଖିବା ସବୁ ସତ୍ୟାସତ୍ୟକୁ ଜାଣୁଥିଲା ପରେ ବି ଏଇଟା ବିଜୁ ଜନତା ଦଳ ପାଖରେ ଏକମାତ୍ର ବିକଳ୍ପ ହେଇକି ରହିଛି। ଆଉ ସେମାନଙ୍କ ପାଖରେ ରାଜନୈତିକ ନିଜର ଦଳ ଯୋଉ ଦଳ ତାସ ଘର ଭଳି ଭୁଷୁଡ଼ିବାକୁ ବସିଲାଣି ତାଙ୍କୁ ଆଉ ବଞ୍ଚିବା ପାଇଁ ତାଙ୍କ ପାଖରେ ଆଉ ଦ୍ୱିତୀୟ ବିକଳ୍ପ ନାହିଁ। ସେମାନେ ସବୁ ଜିନିଷ ବୁଝୁଥାଇକି ବି ସବୁ କମ୍ପଲସନ୍ ବୁଝୁଥାଇକି ସେମାନେ କେବଳ ନିଜର ଦଳର ସ୍ଥିତି ବଞ୍ଚେଇବା ପାଇଁ ଏଇ ରାଜନୈତିକ ବୟାନବାଜି କରୁଛନ୍ତି। ଆଜ୍ଞା। କଂଗ୍ରେସ ଗୋଟେ ଜନ ଆକ୍ରୋଶ ସମାବେଶ ସମ୍ବଲପୁରରେ କରୁଛି ନିଟ୍ ଏକ୍ଜାମକୁ ଅନିୟମିତତା ନେଇକି ଏବଂ ତାକୁ ସେଥିରେ କହ୍ନୈୟା କୁମାର ମଧ୍ୟ ଆସୁଛନ୍ତି। ଇଏ କୁହାଯାଉଛି ଆର ପ୍ରଭାବ ମଧ୍ୟ ପଡିପାରେ। କହ୍ନୈୟା କୁମାରଙ୍କର ପ୍ରଭାବ ଦେଶରେ କଣ ପଡ଼ିଛି ସେଇଟା ସମସ୍ତେ ଦେଖି ସାରିଛନ୍ତି। କହ୍ନୈୟା କୁମାର ନିଜେ ନିର୍ବାଚନ ଦୁଇ ଲଢ଼ି କେତେ ହଜାର କେତେ ଲକ୍ଷ ଭୋଟ ମାର୍ଜିନରେ ହାରିଛନ୍ତି ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁ କହ୍ନୈୟା କୁମାର ଯଦି ନିଜକୁ ଜେନ୍ଜି ବୟସର ବୋଲି ଭାବୁଛନ୍ତି ସେ ବିଷୟରେ କଂଗ୍ରେସକୁ ସମୀକ୍ଷା କରିବାର ଆବଶ୍ୟକତା ଅଛି। ମୋତେ ତ ଲାଗୁଛି ସେ ଜେନ୍ ୱାଇରେ ମଧ୍ୟ ଆସୁନାହାନ୍ତି ତାଠୁ ଆହୁରି ବହୁତ ବଡ଼ ବୟସର ବ୍ୟକ୍ତି। ଶିକ୍ଷାମନ୍ତ୍ରୀଙ୍କ ତେଣୁ ଇସ୍ତଫା ବି ଦାବି କରୁଛନ୍ତି। ରାଜନୈତିକ ଦୃଷ୍ଟିରୁ କିଏ କଣ ବୟାନ ଦବ ସେଇ ଜିନିଷରେ ଆମର କୌଣସି ମନ୍ତବ୍ୟ ରଖିବାର ନାହିଁ। କହ୍ନୈୟା କୁମାର ଏବଂ କଂଗ୍ରେସ ଦଳ ଏଇ ଦୁଇଟା ଏକ କ୍ୟାରେକ୍ଟରକୁ କେବେ ଆମେ ସିରିୟସଲି ନେବା ଉଚିତ ନୁହେଁ। ଏଇ କହ୍ନୈୟା କୁମାର କଂଗ୍ରେସ ଦଳ ବିରୁଦ୍ଧରେ କହିଥିବା ହଜାର କଥାର ଷ୍ଟେଟମେଣ୍ଟ ଆଜି ଆପଣ ଗୁଗୁଲ ୟୁଟ୍ୟୁବରୁ ଖୋଜିକି ପାଇପାରିବେ। ତେଣୁ କହ୍ନୈୟା କୁମାରଙ୍କର କ୍ରେଡିବିଲିଟି ଉପରେ କ୍ୱେଶ୍ଚିନ୍ ମାର୍କ ଅଛି ଆଉ କଂଗ୍ରେସର କ୍ରେଡିବିଲିଟି ଉପରେ କ୍ୱେଶ୍ଚିନ୍ ମାର୍କ ଅଛି।